ଭାବନ୍ତୁ ତ ମହର୍ଷି ବାଲ୍ମୀକି ଏକ ବିଶାଳ କାମ ସାରିଛନ୍ତି। ରାମାୟଣ ସମ୍ପୂର୍ଣ୍ଣ ହୋଇଯାଇଛି। କିନ୍ତୁ ତାପରେ ଗୋଟେ ବଡ଼ ପ୍ରଶ୍ନ ଉଠିଲା। କାହାଣୀ ତ ଲେଖା ସରିଲା, ହେଲେ ଏହାକୁ ଦୁନିଆ ଆଗରେ କହିବ କିଏ? ଗୋଟେ କାହାଣୀ ଯେତେ ବି ମହାନ ହେଉ, ଯଦି ତାକୁ ଶୁଣେଇବାକୁ କେହି ନାହାନ୍ତି, ତାହେଲେ ତ ସେଇଟା ବହି ଭିତରେ ହିଁ ରହିଯିବ। ତେବେ ଏହି ମହାକାବ୍ୟକୁ ତାର ସ୍ୱର କେମିତି ମିଳିଲା? ଆସନ୍ତୁ ଆଜି ସେଇ କଥା ଜାଣିବା। ବାଳାକାଣ୍ଡର ଚତୁର୍ଥ ସର୍ଗର ଆରମ୍ଭ ହିଁ ହେଉଛି ଏକଦମ ଗମ୍ଭୀର ଭାବରେ। ଶ୍ଲୋକଟି କହୁଛି, ପ୍ରାପ୍ତ ରାଜ୍ୟସ୍ୟ ରାମସ୍ୟ ବାଲ୍ମୀକିର୍ ଭଗବାନ ଋଷି ଚକାର ଚରିତମ କୃତ୍ସନମ୍। ଏହାର ଅର୍ଥ କ'ଣ? ଯେତେବେଳକୁ ରାମ ନିଜ ରାଜ୍ୟ ଫେରିପାଇ ଶାସନ ଆରମ୍ଭ କଲେ, ସେତେବେଳକୁ ଭଗବାନ ଋଷି ବାଲ୍ମୀକି ତାଙ୍କର ପୂରା ଜୀବନ କାହାଣୀ ଲେଖି ସାରିଥିଲେ। ମାନେ ମହାକାବ୍ୟ ତ ସମ୍ପୂର୍ଣ୍ଣ ହୋଇଯାଇଥିଲା, କିନ୍ତୁ ଏବେ ତାର ଅସଲ ଯାତ୍ରା ଆରମ୍ଭ ହେବାର ଥିଲା। ଆଉ ଏହା କିଛି ଛୋଟମୋଟ କାମ ନଥିଲା। ଆମେ କଥା ହେଉଛେ 24,000 ଶ୍ଲୋକ ବିଷୟରେ। ଶ୍ଲୋକ 1.4.2ରେ ଏହାର ବର୍ଣ୍ଣନା ଅଛି। 24,000 ଶ୍ଲୋକ, 500 ସର୍ଗ ଆଉ 6ଟି କାଣ୍ଡ। ଏହା ଖାଲି ଗୋଟେ କବିତା ନୁହେଁ, ଏହା ଗୋଟେ ଜ୍ଞାନର ମହାସାଗର। ତ ଏତେ ବଡ଼ ଗାଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କ'ଣ ଗୋଟେ ସାଧାରଣ କଣ୍ଠ ଯଥେଷ୍ଟ ହୋଇଥାନ୍ତା? କେବେ ନୁହେଁ। ଆଚ୍ଛା, କେବେ ଭାବିଛନ୍ତି ଜଣେ ଲେଖକ ଯେତେବେଳେ ନିଜର ସବୁଠୁ ବଡ଼ କାମଟା ସାରିଦିଏ, ତାପରେ କ'ଣ ହୁଏ? ଶୁଣିବାକୁ ତ ବହୁତ ସାଧାରଣ କଥା ଲାଗୁଛି, ହେଲେ ସେତେବେଳେ ବାଲ୍ମୀକିଙ୍କ ପାଇଁ ଏଇଟା ହିଁ ଥିଲା ସବୁଠୁ ବଡ଼ ଚିନ୍ତାର କାରଣ। କାହାଣୀ ତ ତିଆରି ସରିଲା, କିନ୍ତୁ ଏହାକୁ ଜୀବନ ଦେବ କିଏ? ଶ୍ଲୋକ 1.4.3 କହୁଛି ଯେ ମହାପ୍ରାଜ୍ଞ ବାଲ୍ମୀକି ଗଭୀର ଚିନ୍ତାରେ ବୁଡ଼ିଗଲେ। ତାଙ୍କ ମନ ଭିତରେ ବାରମ୍ବାର ଗୋଟିଏ କଥା ଘୂରି ବୁଲୁଥିଲା, କିଏ ଏହି କାବ୍ୟକୁ ଏ ପୃଥିବୀରେ ଗାଇକରି ପ୍ରଚାର କରିବ? ଏହା ଥିଲା ଜଣେ ସ୍ରଷ୍ଟାର ନିଜ ସୃଷ୍ଟି ପାଇଁ ଥିବା ଗଭୀର ଚିନ୍ତା। ଆଉ ଠିକ୍ ସେତେବେଳେ ଯେତେବେଳେ ଋଷି ଏହି ଚିନ୍ତାରେ ପୂରାପୂରି ବୁଡ଼ିଯାଇଥିଲେ, ଏକ ଅବିଶ୍ୱାସନୀୟ ଘଟଣା ଘଟିଲା। ସତେ ଯେମିତି ତାଙ୍କ ପ୍ରଶ୍ନର ଉତ୍ତର ନିଜେ ଚାଲି ଚାଲି ତାଙ୍କ ପାଖକୁ ଆସିଗଲା। 2 ଜଣ ତପସ୍ୱୀ ବେଶଧାରୀ ଯୁବକ ତାଙ୍କ ସାମ୍ନାରେ ଆସି ପହଞ୍ଚିଲେ। ସେମାନେ କିଏ ଥିଲେ ଜାଣନ୍ତି? ସେମାନେ ଥିଲେ କୁଶ ଏବଂ ଲବ। କିନ୍ତୁ ସେମାନଙ୍କର ପରିଚୟ ସେତିକିରେ ସରିନଥିଲା। ଶ୍ଲୋକ 145 ଆଉ 1411ରେ ଯେଉଁ ବର୍ଣ୍ଣନା ଅଛି, ତାହା ଚମକାଇ ଦେଲା ଭଳି। ସେମାନେ କେବଳ ରାଜକୁମାର ଥିଲେନି, ସେମାନେ ଦେଖିବାକୁ ଥିଲେ ଠିକ୍ ରାମଙ୍କର ପ୍ରତିବିମ୍ବ ପରି। ସତେ ଯେମିତି ଗୋଟିଏ ମୂର୍ତ୍ତିରୁ 2ଟି ପ୍ରତିମୂର୍ତ୍ତି ତିଆରି ହୋଇଛି। ଏହା କୌଣସି ସଂଯୋଗ ନଥିଲା, ଏହା ଥିଲା ସମ୍ପୂର୍ଣ୍ଣ ଭାବରେ ନିୟତିର ଖେଳ। କିନ୍ତୁ ସେମାନଙ୍କର ରୂପଠାରୁ ବି ଆହୁରି ଅଧିକ ଆକର୍ଷଣୀୟ ଥିଲା ସେମାନଙ୍କର ପ୍ରତିଭା। ଶ୍ଲୋକ 1.4.10ରେ ଲେଖା ଅଛି ଯେ ସେମାନଙ୍କ ପାଖରେ ଥିଲା ଏକ ମଧୁର କଣ୍ଠସ୍ୱର, ଆଉ ସେମାନେ ଗନ୍ଧର୍ବ ତତ୍ତ୍ୱରେ, ମାନେ ସଙ୍ଗୀତର ଯେଉଁ ଦିବ୍ୟ ଜ୍ଞାନ, ସେଥିରେ ପାରଙ୍ଗମ ଥିଲେ। କହିବାକୁ ଗଲେ ସେମାନେ ମଣିଷ ରୂପରେ ସତେ ଯେମିତି ସ୍ୱର୍ଗରୁ ଓହ୍ଲାଇ ଆସିଥିବା 2 ଜଣ ଗନ୍ଧର୍ବ ଥିଲେ। ଏହା ଜାଣିବା ବହୁତ ଜରୁରୀ, କାରଣ ବାଲ୍ମୀକି ଯାହା ଲେଖିଥିଲେ ତାହା ଖାଲି ପଢ଼ିବା ପାଇଁ ନଥିଲା, ତାହା ଥିଲା ଏକ କାବ୍ୟମ୍। ଆଉ କାବ୍ୟମ୍ର ଅର୍ଥ କ'ଣ? ଶ୍ଲୋକ 1.4.8 ଆଉ 1.4.9 ହିସାବରେ ଏହା ଏମିତି ଏକ ରଚନା ଯାହାକୁ ଗୀତ ଭଳି ଗାଇ ହେବ। ଏଥିରେ 7 ସ୍ୱର ଅଛି, 3 ପ୍ରକାରର ଲୟ ଅଛି, ଆଉ ଏହାକୁ ବୀଣା ଭଳି ବାଦ୍ୟଯନ୍ତ୍ର ସହିତ ଗାଇବା ପାଇଁ ଲେଖାଯାଇଥିଲା। ଏହା ଏମିତି ଏକ ଅନୁଭୂତି ଯାହା ଭିତରେ ଶୃଙ୍ଗାର, କରୁଣ, ବୀର ସବୁ ପ୍ରକାରର ରସ ଭରି ରହିଛି। ତେଣୁ ଏହାକୁ ଗାଇବା ପାଇଁ କୁଶ ଏବଂ ଲବଙ୍କଠାରୁ ଭଲ ଆଉ କିଏ ବା ହୋଇପାରିଥାନ୍ତା? ତ ବାଲ୍ମୀକି ଏହି 2 ଭାଇଙ୍କୁ ପୂରା ରାମାୟଣ ଶିଖିଲେ। ଆଉ ତାପରେ ସେହି ମୁହୂର୍ତ୍ତ ଆସିଲା। ଇତିହାସରେ ପ୍ରଥମ ଥର ପାଇଁ ରାମାୟଣକୁ ଗାନ କରାଯିବ। କିନ୍ତୁ କୋଉଠି? କାହା ସାମ୍ନାରେ? ଶ୍ରୋତା ଥିଲେ ସେହି ସମୟର ବଡ଼ ବଡ଼ ଜ୍ଞାନୀ, ତପସ୍ୱୀ ଆଉ ମହର୍ଷିମାନେ। ଏହା ଖାଲି ଗୋଟେ ପ୍ରଦର୍ଶନ ନଥିଲା, ଏହା ଥିଲା ଏକ ଅଗ୍ନି ପରୀକ୍ଷା। ଶ୍ଲୋକ 4.10.12 ଆଉ 4.10.13ରେ ଏହାର ବର୍ଣ୍ଣନା ଅଛି। କୁଶ ଆଉ ଲଭ ପୁରା 24,000 ଶ୍ଲୋକକୁ ବିନା ଭୁଲରେ ମନେ ରଖିଲେ। ତାପରେ ବାଲ୍ମୀକିଙ୍କ ନିର୍ଦ୍ଦେଶରେ ସେହି ମହର୍ଷିମାନଙ୍କ ସଭାରେ ଦୁହେଁ ଏକା ସାଙ୍ଗରେ ଏକ ସ୍ୱରରେ ଗାଇବା ଆରମ୍ଭ କଲେ। ଆଉ ଯେତେବେଳେ ତାଙ୍କ କଣ୍ଠରୁ ରାମାୟଣର ସେହି ଶ୍ଲୋକ ସବୁ ବାହାରିଲା, ପୂରା ବାତାବରଣ ସ୍ତବ୍ଧ ହୋଇଗଲା। ଆଉ ପ୍ରତିକ୍ରିୟା କ'ଣ ଥିଲା? ତାହା ଥିଲା ତୁରନ୍ତ ଆଉ ଅବିଶ୍ୱାସନୀୟ। ଶ୍ଲୋକ 1.4.15 କହୁଛି ଯେ ସେଠାରେ ଉପସ୍ଥିତ ଥିବା ସବୁ ମହର୍ଷି ଆଶ୍ଚର୍ଯ୍ୟରେ ସ୍ତମ୍ଭୀଭୂତ ହୋଇଗଲେ। ସମସ୍ତଙ୍କ ମୁହଁରୁ କେବଳ ଗୋଟିଏ ଶବ୍ଦ ବାହାରିଥିଲା, ସାଧୁ ସାଧୁ, ଯାହାର ଅର୍ଥ ହେଉଛି ଅଦ୍ଭୁତ, ବହୁତ ଉତ୍ତମ। ସେମାନଙ୍କ ଗୀତର ପ୍ରଭାବ ଏତେ ଗଭୀର ଥିଲା ଯେ ବଡ଼ ବଡ଼ ଜ୍ଞାନୀ, ତପସ୍ୱୀ, ସେହି ମହର୍ଷିମାନେ ବି ନିଜ ଲୁହକୁ ଅଟକାଇ ପାରିଲେନି। ସେମାନଙ୍କ ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲା। ସେମାନେ ଆଶ୍ଚର୍ଯ୍ୟ ଆଉ ଆନନ୍ଦରେ ପୂରାପୂରି ବୁଡ଼ି ଯାଇଥିଲେ। ସତରେ ସେଦିନ ସେ କାହାଣୀଟି ଜୀବନ୍ତ ହୋଇ ଉଠିଥିଲା। କିନ୍ତୁ କେମିତି?
କଣ ଥିଲା ସେମାନଙ୍କ ଗୀତରେ ଏମିତି ଯାଦୁ? ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି କହିଛନ୍ତି ଜଣେ ଋଷି, ଯାହା ଶ୍ଲୋକ 1:4-17ରେ ଅଛି। ସେ କହିଲେ, ଏହି ଘଟଣା ତ ବହୁତ ଦିନ ତଳର, କିନ୍ତୁ ଏମାନେ ଏମିତି ଭାବରେ ଗାଉଛନ୍ତି ଯେମିତି ଲାଗୁଛି ସବୁକିଛି ଆମ ଆଖି ସାମ୍ନାରେ ହିଁ ଏବେ ଘଟୁଛି। ଭାବିପାରୁଛନ୍ତି? ଏହା ଖାଲି ଗୋଟେ ଗୀତ ନଥିଲା, ଏହା ଥିଲା ସମୟ ଭିତରେ ଏକ ଯାତ୍ରା। ସେହି ମୁହୂର୍ତ୍ତରେ ଅତୀତ ଆସି ବର୍ତ୍ତମାନରେ ମିଶିଯାଇଥିଲା। ଆଉ ତାପରେ ଏହି ଦୁଇ ଅଦ୍ଭୁତ ଗାୟକଙ୍କ କଥା ଆଉ ତାଙ୍କ କାହାଣୀର ଖ୍ୟାତି ଋଷିଙ୍କ ଆଶ୍ରମର ଚାରିକାନ୍ଥ ଭିତରେ ଆଉ ବନ୍ଦ ହୋଇ ରହିଲାନି। ଏହା ଜଙ୍ଗଲରୁ ବାହାରି ରାସ୍ତାଘାଟ, ସହର, ବଜାର ସବୁଠି ବ୍ୟାପିବାକୁ ଲାଗିଲା। ଆଉ ଶେଷରେ ଏହି କାହାଣୀର ଖବର ସେହି ମଣିଷଙ୍କ କାନରେ ପଡ଼ିଲା ଯାହାଙ୍କ ଉପରେ ଏ କାହାଣୀ ଲେଖା ହୋଇଥିଲା, ରାଜା ରାମ। ଏ ଦୃଶ୍ୟଟାକୁ ଟିକେ କଳ୍ପନା କରନ୍ତୁ। ଅଯୋଧ୍ୟାର ରାଜପଥ, ଲୋକଙ୍କର ଗହଳି, ଆଉ ତା ଭିତରେ ଦୁଇଜଣ ତେଜସ୍ୱୀ ବାଳକ ରାମଙ୍କର ଗାଥା ଗାଉଛନ୍ତି। ଶ୍ଲୋକ 1.423 ଆଉ 1.424 କହୁଛି, ଖୋଦ୍ ରାଜା ରାମ ସେଇ ରାସ୍ତା ଦେଇ ଯାଉଥିଲେ ଆଉ ସେମାନଙ୍କୁ ଦେଖି ଅଟକିଗଲେ। ସେମାନଙ୍କର ସେହି ଦିବ୍ୟ ରୂପ ଆଉ ମନ୍ତ୍ରମୁଗ୍ଧ କଳା ଭଳି ଗୀତ ଶୁଣି ସେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ନିଜ ରାଜପ୍ରାସାଦକୁ ଡକାଇ ପଠାଇଲେ। ଏବେ ଦୃଶ୍ୟ ବଦଳି ଯାଇଛି। ଜଙ୍ଗଲର ଆଶ୍ରମ ନୁହେଁ, ଏବେ ସ୍ଥାନ ହେଉଛି ଅଯୋଧ୍ୟାର ରାଜସଭା। ଶ୍ଲୋକ 1.4.25 ଗୋଟେ ବହୁତ ଭବ୍ୟ ଦୃଶ୍ୟର ବର୍ଣ୍ଣନା କରୁଛି। ଗୋଟେ ଦିବ୍ୟ ସୁନାର ସିଂହାସନ, ତା ଉପରେ ବସିଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ଚାରିପଟେ ତାଙ୍କ ଭାଇମାନେ, ମନ୍ତ୍ରୀମାନେ ସମସ୍ତେ ଉପସ୍ଥିତ। ମଞ୍ଚ ଏକଦମ ପ୍ରସ୍ତୁତ ଥିଲା ସେହି ମହାକାବ୍ୟର ସବୁଠୁ ବଡ଼ ପ୍ରଦର୍ଶନ ପାଇଁ। ଆଉ ଠିକ୍ ସେତେବେଳେ ରାଜା ରାମ ନିଜେ ଆଦେଶ ଦେଲେ। ଶ୍ଲୋକ 1.4.30ରେ ତାଙ୍କର ସେହି ଗମ୍ଭୀର ଆଉ ସ୍ପଷ୍ଟ କଥା ଉଲ୍ଲେଖ ଅଛି। ସେ ନିଜ ସଭାସଦମାନଙ୍କୁ କହିଲେ, ଏହି କୁମାରମାନେ ମୋର ମହାନ ଚରିତ୍ର ଗାନ କରିବାକୁ ଯାଉଛନ୍ତି। ଆପଣମାନେ ସମସ୍ତେ ଏହାକୁ ଧ୍ୟାନ ଦେଇ ଶୁଣନ୍ତୁ, କାରଣ ଏହା ମୋ ପାଇଁ ଆଉ ଏ ରାଜ୍ୟ ପାଇଁ ଅତ୍ୟନ୍ତ ମଙ୍ଗଳକାରୀ। ଏହା କେତେ ଅଦ୍ଭୁତ ଏକ ମୁହୂର୍ତ୍ତ ଥିବ, ଟିକେ ଚିନ୍ତା କରନ୍ତୁ ତ। ଯେଉଁ ମହାନାୟକଙ୍କ ଜୀବନ କାହାଣୀ ଲେଖା ହୋଇଛି, ସେ ନିଜେ ସିଂହାସନରେ ବସି ତାକୁ ଶୁଣିବାକୁ ଯାଉଛନ୍ତି। ଆଉ ଯେଉଁମାନେ ଗାଉଛନ୍ତି, ସେମାନେ ଦେଖିବାକୁ ଠିକ୍ ତାଙ୍କରି ପରି। ନିଜ ଜୀବନର କାହାଣୀ ନିଜ ଭଳି ଦିଶୁଥିବା ଦୁଇଜଣ ଅଜଣା ବାଳକଙ୍କ ମୁହଁରୁ ଶୁଣିବାର ଅନୁଭବ ସତରେ କେମିତି ହୋଇଥିବ?